ইয়াଡୁ କୁଆ କଲା କହୁଛ ଥାନରେ ବାଜି ଯିବ ଥାନରେ ବାଜି ଯିବ ସଡନ ବ୍ରେକ ମାରୁଛ ରଖିଲା 10 ବାଟ ଲଗାଇଲା କବାଟ ଶିଶୁ ମୁନା ଦୁଆରେ ରହିଲେ ନନ୍ଦ ଯେବେ ପାଇବୁ ଭେଟ ମାୟାକୁ ତେବେ କାଟ ରହ 10ଟା ବାଟ ପୁରୀ ମନ୍ଦିର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ବାଟ ହେଲା 4 ଘର କରିଛୁ 2ଟା ବାଟ ଦ୍ୱାର ପଟେ ଗୋଟେ ବାଡ଼ି ପଟେ ଗୋଟେ କେତେଟା ବାଟ 2ଟା ଘରେ ରହିଲା 2ଟା ବାଟ ଯଶୋବନ୍ତ ଦାସ କହିଲେ ଶରୀର ରୂପକ ଘର ଭିତରେ ଆଜ୍ଞା ମାନେ 10ଟା ବାଟ ବୁଝା ବୁଝା ଆଖି ହେଲା 2 କାନ ହେଲା 2 ପାଟି ହେଲା 1 ନାକରେ ରହିଲା 2ଟା ବାଟ ଲିଙ୍ଗ ଦ୍ୱାର ହେଲା 1 ଆଉ ମଳ ଦ୍ୱାର ହେଲା 1 10 ବାଟ କହିଲ 9ଟା ବାଟ ଏ 9ଟା ବାଟ ଖୋଲା ଏଥିରେ ପବନ ଯିବା ଆସିବା କରୁଛି ଆଉ ଗୋଟାଏ ବାଟରେ ଚମଡ଼ା ଢାଙ୍କୁଣି ହେଇଛି ସେ ବାଟଟା ବନ୍ଦ ହେଇଛି ସେଇଟା କହନ୍ତି ଯୋଉଟା ଶିଶୁମୁନା ଦ୍ୱାର ମୋ ମା ମାନେ ଛୋଟିଆ ଛୁଆଙ୍କର ମୁଣ୍ଡରେ ଯୋଉ ଦୁକୁଦୁକିଟା ତେଲ ହଳଦୀ ଲଗେଇକି ଘଷିକି ଟାଣ କରିଦିଅନ୍ତି କଣ ଆଉ କୋଉଥିପାଇଁ ମାନେ ଏଇଟା ଟିକେ ଖାଲୁଆ ଥାଏ କାଳେ ଉଙ୍କୁଣି ରହିବେ ବୋଲି ମା ମାନେ ତେଲ ହଳଦୀ ଲଗେଇକି ଘଷି ଦେଲେ ଉଙ୍କୁଣି ଯାହା ଥରେ ଖସି ଆସିବେ ଏଇଠି ରହିଲା ନନ୍ଦ ଚାଟ ଆକୁ ଯେବେ ପାଇବୁ ଭେଟ ଆକୁ ଯେବେ ପାଇବା ମାୟାକୁ କାଟିବାକୁ ପଡିବ ମାୟା ଆଜ୍ଞା କିଏ ତୁଳସୀଦାସ ଗୋସ୍ୱାମୀ ହିନ୍ଦୀ ରାମାୟଣ ଦିନକୋ ମୋହିନୀ ରାତକୋ ବାଘିନୀ ଦିନକୋ ମୋହିନୀ ରାତକୋ ବାଘିନୀ পলক পলক উঠোছে তুমি আশারা সব জানোকে তুমি আশারা সব জানোকে ঘর ঘর বাজিনি পোষে দিনের মোহিনী রাতিরে বাঘুণী কোন কিছু বুঝিয়ে দিনের মোহিনী কোন রাতিরে বাঘুণী কোন কিয়ে কিয়ে তো স্ত্রী ମୋ ସ୍ତ୍ରୀ ଏ ଦୁନିଆ ଯାକ আসবে ମୁଁ ପଇସା ଦେବି ଆସ ଏଇ ଏଇ ରାଜୁ ମୁଁ ପଇସା ଦେବି ତା ଉପରେ ନଜର ପକେଇବି କଣ କଣ ରାଜୁ ଭାଇ ଆରେ ଆ ସେଠିକି ଆଉ ସମୟ ମୋର ବର୍ବାଦ କରନି ଆ ଯାରେ 10 ଘଣ୍ଟା ହଉ ରାତି କହିବା ଆମେ ଆସିବ କଲା ଦିଥକା ଜାଗା ଆମେ କରିବା କଲା ରାତି ପାଉ କଣ ହଉଛି ତୋର କଣ ଯାଉଛି ମୋର କଣ ଯାଉଛି ଆମେ ପାଳି କରୁଛୁ ନା କଣ ପେ ପେଣ୍ଡାଲ ଛାଡି କଣ ପେ ପଳେଇଲୁ ଆଉ ତମେ କଣ କହିଲ କହିବ ଦେଖିଆ କଣ କହିଲି କଣ ତୋ ସ୍ତ୍ରୀ ମୋ ସ୍ତ୍ରୀ ମୋ ସ୍ତ୍ରୀ ଯିଏ ତମ ସ୍ତ୍ରୀ ସିଏ ବାବୁ ମାନେ ବସିନି ସମସ୍ତେ କହିବ ଟିକେ ଦେଖିଆ ତମେ ଏମିତି କଣ ଭାଷା କଥାବାର୍ତ୍ତା କରୁଛ ଆ ତୋ ମୁଣ୍ଡ ଯାହା ତୁ ବୁଝିବୁ ସେଇ ଆଉ ତମେ ଆମ ଘରକୁ କୋଉଦିନ ଯାଇକି ବୁଢୀକି ତାଳେଇଲ ଅରେ ତୋ ସ୍ତ୍ରୀ ମୋ ସ୍ତ୍ରୀ ହବ ତମେ ତ କହୁଛ ଚାଣକ୍ୟ ପରା କହିଲେ ମାତୃବତ୍ ପରଦାରେଷୁ ପରଦ୍ରବ୍ୟେଷୁ ଲୋଷ୍ଠବତ ଆତ୍ମାବତ୍ ସର୍ବଭୂତେଷୁ ଏ ଯହ ପଶ୍ୟତି ସପଣ୍ଡିତ ତମ ସ୍ତ୍ରୀ ହେଲେ ମାତୃବତ ମୋର ହେଲେ ମା ସମାନ ଆଉ ତମ ସ୍ତ୍ରୀ ମୁଁ ମା ଭଳିଆ ସେବା କରୁଛି ପୂଜା କରୁଛି ମୁଁ ତାକୁ କହିବି ମୋ ସ୍ତ୍ରୀ ଆରେ ଶୁଣୁ ମୋ କଥାଟା ଶୁଣୁ ତମ ସ୍ତ୍ରୀ ମୋ ସ୍ତ୍ରୀ ଇଏ ସଙ୍ଗୀ ଭାଇ ମାନଙ୍କ ସ୍ତ୍ରୀ ମୋ ବାବୁ ମାନେ ଯେତେ ବସିଛନ୍ତି ସମସ୍ତଙ୍କ କଥା ମୁଁ କହୁଛି ଇଏ ଦିନରେ ଗୋଟେ ରୂପ ରାତିରେ ଗୋଟେ ରୂପ ଦିନରେ ସକାଳୁ ଉଠିଲେ ସ୍ନାନ କରିବାକୁ ଗଲେ ଆସିଲେ ଆୟ ଅଳଙ୍କାର ଲଗେଇଲେ ସିନ୍ଦୁର ଲଗେଇଲେ ଆଜିକାଲି ତ ଆଜ୍ଞା ସିନ୍ଦୁର ଉଠିଗଲାଣି ଆଉ ମୋ ମା ମାନେ ସିନ୍ଦୁର କେହି ଲଗଉନାହାନ୍ତି ଲାଗିଲେ ଟିକିଲି ନାଇଁ କି ଏ ମା ମାନେ ସିନ୍ଦୁରଟା ହଉଛି ସର୍ବଶ୍ରେଷ୍ଠ ତମ ସ୍ୱାମୀ ହଉଛି ସିନ୍ଦୁର ଆଉ ସିନ୍ଦୁର ପରିବର୍ତ୍ତେ ଆପଣ ମାନେ ଟିକିଲି ଲଗାଉଛନ୍ତି କଥାଟା ଆଜ୍ଞା କେତେ ବାଟ ତ ମତେ ସବୁ ଜଳ ଜଳ ଦେଖା ଯାଉଛି ଯଦି ୟା ଭିତରେ ପଶିଯିବି ପୁରାଣ ପଛକୁ ଇଆଡକୁ ଯାଉନି ଆଗ ପୁରାଣ କଥା ଆଲୋଚନା ସିନ୍ଦୁର ହଜିଗଲା ଟିକିଲି ଲଗେଇଲେ ମତେ ଟିକେ ଖାଲି କହିବୁ ଆଜିକାଲି ଯୋଉ ଫେରିବାଲା ଆଉଛନ୍ତି ସାଇକେଲରେ ମୋ ଭାଉଜ ମାନେ ତମ ସ୍ତ୍ରୀ 10ଟା ଟଙ୍କା ଦେଲେ 2 ପ୍ୟାକେଟ ଟିକିଲି ରଖୁଛି ବୁଢୀ ଆଟେକିରି ଗୋଟେ ଡବା ଭିତରେ ସକାଳୁ କଣ କରୁଛନ୍ତି ସକାଳୁ ବାସି ପେଟି କରୁଛି ଇଏ କରିକି ଗାଧେଇ ଯାଉଛି ଗାଧେଇକି ଆସିକି ଟିକିଲି ଟିକେ ଲଗଉଛନ୍ତି ତୋ ସ୍ତ୍ରୀ ସିନା ଗୋଟାଏ ଟିକିଲି ଲଗେଇଲା ତାକୁ ଫୋପାଡ଼ି ଦେଲା ଆଉ ଗୋଟେ ଟିକିଲି ଲଗେଇଲା ଯେ ଆଇଏସ୍ ଅଫିସର କଲେକ୍ଟର ସ୍ତ୍ରୀ ସେ କଣ ଟଙ୍କିକିଆ ଟିକିଲି ଲଗେଇବ ଆଉ ସେ କେତେ ଟଙ୍କିଆ ସେ 100 ଟଙ୍କିଆ ଟିକିଲି ଲଗେଇବ ସେ କଣ 100 ଟଙ୍କିଆ ଟିକିଲିଟା ଫୋପାଡ଼ି ଦବ ସେ କଣ କରିବ ସେ କଣ କରିବ ଶୁଣୁ କଣ କରିବ କଳା ଦୁଆର ବନ୍ଧର କାନ୍ଥର ଅଭାବରେ ଗାଧୁଆ ଘର ଭିତରେ
ମୋତେ ମୋ ପୁଅ ବାହା ହେଲା ମୁଁ ବାହା ହେବି ତୋତେ କଥା କହୁଛୁ ବାହା ହେବାକୁ ରହ ପାଟିକନି 100 ଟଙ୍କିଆ ଟିକିଲି ଆଜ୍ଞା ଯୋଉ ନାରୀ ଲଗାଉଛି ସେ କଣ ଟିକିଲିଟା ଫୋପାଡ଼ି ଦବ ଜମା ଫୋପାଡ଼ିବନି ଟିକିଲି କି ବାହାର କଲା ଡ୍ରେସିଂ ଟେବୁଲରେ ଟିକିଲି ମରା ହେଇଥିବ ଗାଧୁଆ କୁଣ୍ଡରେ ଟିକିଲି ମରା ହେଇଥିବ ଖଟ ବାଡିରେ ଟିକିଲି ମରା ହେଇଥିବ ଦୁଆର ମଧ୍ୟ କାନ୍ଥରେ ଟିକିଲି ମରା ହେଇଥିବ ଆମର ତ ପାଇଖିନା ବାଡ଼ିରେ ମାରିଦଉଛି ଆଉ ଟିକିଲିଟା ଆଜ୍ଞା ସର୍ବଶ୍ରେଷ୍ଠ ସମ୍ପଦ ନୁହଁ ନାରୀ ମାନଙ୍କର ମଥାର ସିନ୍ଦୁର ହଉଛି ଠିକ ଆଉ ସିଆଡକୁ ମୁଁ ଯାଉନି ତେଣୁ ଦିନରେ ମୋହିନୀ ରୂପ ରାତିରେ ବାଘୁଣୀ ରୂପକୁ ଧରି ପୁରୁଷ ମାନଙ୍କ ଲହୁ ରୂପକ ରକ୍ତକୁ ଶୋଷଣ କରୁଛି ଯୋଉ ମାୟା ସେ ମାୟାକୁ କାଟିବା ଯଦି ବ୍ରହ୍ମର ଭେଟ ମିଳିବ ତେଣୁ ଏଇଟା ହେଲା ବ୍ରହ୍ମାଣ୍ଡ ପିମ୍ପା ଏ ବ୍ରହ୍ମାଣ୍ଡ ପିମ୍ପାରେ ରହିଲା ମଦ ଆକୁ ପିଇଲେ କିଏ ନା କିଛି ପିଇଥିଲେ କାଶୀ କିଛି ପିଇଥିଲେ ନଦିଆ ଶାଶୀ କିଛି ପିଇଲେ କୈଳାସବାସୀ ଦେବଦେବ ମହାଦେବ କିଛି ପିଇଲେ ନାରଦ ଋଷି ଆଉ କିଛି ପିଇଲେ ନଦିଆ ନବଦୀପ ଗୌରାଙ୍ଗ ଚାନ୍ଦ ଇଏ ପିଇବାରୁ ହେଲା କଣ ଆଜ୍ଞା ଯିଏ ମଦ ପିଏ ତା ଗୋଡ ଏପଟ ଏପଟ ପଡେ ମଦରେ ମତୁଆଲେ ହେଇଯାଏ କିନ୍ତୁ ଏ 3 ଜଣଙ୍କର ହେଲା କଣ ସିଆଡକୁ ଯାନା ଏ 3 ଜଣଙ୍କ ପାଗଳ ହେଲେ ଶିବ ଶଙ୍କର ଭଗବାନ ଆଜ୍ଞା ମଦ ପିଇଲେ ଭାଗବତ ରୂପକ ମଦକୁ ପିଇବାରୁ ଶଙ୍କରଙ୍କର ଘର ନାହିଁ ସଂସାନରେ ରହିଲେ ଦେବର୍ଷି ନାରଦ ସେ ଭାଗବତ ରୂପକ ମଦକୁ ପିଇବାରୁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ 3 ପୁର ଆଜ୍ଞା ଭ୍ରମଣ କଲେ ଆଉ ନଦିଆ ନବଦୀପ ଗୌରାଙ୍ଗ ଚାନ୍ଦ ସେ ମଦକୁ ପିଇବାରୁ ଗ୍ରାମ ଗ୍ରାମେ ରାଜ୍ୟ ସବୁ ବୁଲିଲେ ଛାଡି ଆସ ଆଉ ସିଆଡକୁ ମୁଁ ଯାଉନି କଥା ହେଲା କବି କହିଲେ କର୍ଣ୍ଣେ ଶୁଣ ବିଦୁଷ ମିୟ ସୁଧାରସ ଶୁଣିଲେ ଦୁରିତ ବିନାଶ କବି କଳ୍ପିତ ବାସ ଲଙ୍କା କଟକ ନାମେ ଦେଶ କୋଉଠି ଲଙ୍କା ଯୋଉଟା ଆଉଛନ୍ତି କ୍ରିକେଟ ଖେଳିବାକୁ ଦକ୍ଷିଣ ଦିଗରେ ଯୋଉଟା ବର୍ତ୍ତମାନ ଶ୍ରୀଲଙ୍କା ନାମରେ ପରିଚିତ ଦକ୍ଷିଣ ଦିଗରେ ସିଏ ହଉଛି ଲଙ୍କା କଟକ ସେ ଲଙ୍କା କଟକର ରାଜା ହେଲା କିଏ ନା ରାବଣ ଲଙ୍କା କଟକର ବର୍ଣ୍ଣନା କରିବାକୁ ଯାଇ କବି ପ୍ରମାଣ କଲେ କବି କିଏ ନା କବି ହେଲେ ଗୁଳୁବାଇ ବାଙ୍କା ଦାସଙ୍କର ଗୋଟେ ଆଜ୍ଞା ଛାନ୍ଦ ପଢିବି ଆଣେ ଗୋଟାପଦ ଛାନ୍ଦ ନହେଲେ ପାଲା ନାହିଁ ଏମିତିଆ ଛାନ୍ଦ ପଡିବ ଯେମିତି ମୁଁ ଆଜି ପାଲା କରୁଛି ସେଇମିତିଆ ପାଲା ମୋର ଆଜି ଦରକାର କଣ ହେଲା ନହେଲେ କାଲି ଯୋଉ ଗେଁ ହେଇକି ପାଲା କଲ ସେ ପାଲା ଏଠି ଚଳିବନି ଲୋକ ପଳେଇଲେ ଆସିବ ଠିକ ଯୁକ୍ତିଯୁକ୍ତ ପ୍ରମାଣ ଦେବ ପାଲା କରିବ ରହ ଆଉ ତମକୁ ମୁଁ କଣ କହିବି ତମେ ତ ଜ୍ଞାନର ଭଣ୍ଡାର ଖାଲି ତମ ପାଦକୁ ମୋର ମୁଣ୍ଡିଆ ରହ ଆଜ୍ଞା କବି କହିଲେ କଲା ଗଡ଼ କନକ ଗଡ଼ ବନ୍ଦିବା କି
ଜୟ